କରିକି ଓଡ଼ିଶାର ଲୋକମାନଙ୍କୁ ପଛକୁ ଠେଲିଦେଲେ ଶିକ୍ଷା କ୍ଷେତ୍ରରେ। ଏବଂ ଆମ ସରକାର ଆସିବାର 5 ବର୍ଷ ପରେ ଆମେ ତାକୁ ଲାଗୁ କଲେ ଏବଂ ଆଜି ଏହା କାର୍ଯ୍ୟକାରୀ ହେବା ପାଇଁ ଯାଉଛି। ଆଉ ସେଥିପାଇଁ ଶିକ୍ଷାର ଭାରତୀୟକରଣ, ନିଜ ସଂସ୍କୃତି, ନିଜର ଐତିହ୍ୟ, ନିଜର ପରମ୍ପରା, ନିଜର ସଭ୍ୟତାକୁ ଆଦାୟ କରିକି ଆଜି ଆମେ ଧୀରେ ଧୀରେ ପୁଣି ବଢ଼ିବା ଆରମ୍ଭ କରୁଛନ୍ତି। ତେଣୁ ବହୁତ ପଛକୁ ଯିବା ପାଇଁ ପଡ଼ିଛି। ଆଉ ଆମେ ଯଦି ଖୋଜିବା ସେଠି ଆମର ଶିକ୍ଷକ ମାନଙ୍କର, ଆମର ବୈଜ୍ଞାନିକ ମାନଙ୍କର ଭୂମିକା କୁଆଡ଼େ ଗଲା? କେବଳ ବିଦେଶରେ ଥିବା ବୈଜ୍ଞାନିକ ମାନେ ନୋବେଲ ପୁରସ୍କାର ପାଇବେ, ଆମର ପାଇବେ ନାହିଁ। ସବୁ କ୍ଷେତ୍ରରେ ଆଉ ସେ ଦୃଷ୍ଟିକୋଣରୁ ବହୁତ ପଛକୁ ଯାଇଥିବା ଆଉ ଆଜିର ଯଦି ଶିକ୍ଷା ବ୍ୟବସ୍ଥା ବି ଆମେ ଦେଖିବା ଏପର୍ଯ୍ୟନ୍ତ ସୁଧାରିବା ପାଇଁ ଗତ ସରକାର ମାନଙ୍କରେ ଆମ ରାଜ୍ୟରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ଇଏ ହେଇପାରି ନାହିଁ। ତେଣୁ ଏ କଥାକୁ ମୋର କହିବାର ତାତ୍ପର୍ଯ୍ୟ ହେଉଛି ଯେ ଆଜି ଆପଣମାନେ ସେଥିପାଇଁ ସମୟର ପରିବର୍ତ୍ତନର ସ୍ରୋତରେ ସରକାର ବି ପରିବର୍ତ୍ତନ କରିଛନ୍ତି। ଏ ରଙ୍ଗମରା ଆଇନ ରୂପାନ୍ତରଣ ବିଦ୍ୟାଳୟର କଥାରେ ଆପଣମାନେ କେବେ ବି ଏଥିରେ ନିଜକୁ ମଜି ଯାଇକି ସେ କଥାରେ ଆପଣମାନେ ଭାସି ଯାଇନାହାନ୍ତି ବା ରଖିଯାଇନାହାନ୍ତି। ସେଥିରେ କୌଣସି ପ୍ରକାରର ଶିକ୍ଷାର ପ୍ରକୃତ ମାନ ବୃଦ୍ଧି ହୁଏ ନାହିଁ। ଶିକ୍ଷାର ନିଜର ବିଚାରରେ ବା ବୁଦ୍ଧିରେ ବା ନିଜ